ଭାରତ ତା ନିଜ ସର୍ତ୍ତରେ ବ୍ୟବସାୟ କରିବ, ତେଣିକି ସେ ଆମେରିକା ହେଉ ବା ଲଣ୍ଡନ ହେଉ ବା ଅଷ୍ଟ୍ରେଲିଆ ହେଉ, ମହାଶକ୍ତିଶାଳୀ ଟ୍ରମ୍ପ ହୁଅନ୍ତୁ କିମ୍ବା ପୁଟିନ୍ ହୁଅନ୍ତୁ କିମ୍ବା ଜିନପିଙ୍ଗ ହୁଅନ୍ତୁ, ଭାରତ କାହା ସାଙ୍ଗରେ ବ୍ୟବସାୟ କଲେ ନିଜେ ଧାର୍ଯ୍ୟ କରିଥିବା ସର୍ତ୍ତ ଅନୁସାରେ ବ୍ୟବସାୟ କରିବ। এইটা ফলপ্রদ হওয়াকে যাচ্ছে। বর্তমান আমার বাণিজ্য মন্ত্রী পীয়ূষ গোয়েল যে ষষ্ঠ পর্যায়ের আলোচনা করা আমেরিকা যাইছেন, সেটি সে এমিতি কন্ডিশন রাখিছেন ব্যবসায় চুক্তিনামা করা আমেরিকা সহ এ চুক্তিনামাকে সহজে আমেরিকা গ্রহণ করে পারিব না। ফলস্বরূপ পূর্বভଳି রষিয়ারু তেল কিনিব ভারত এবং ট্যারিফ পরে ট্যারিফ বৃদ্ধি করে চালিব আমেরিকা। এবে 100% অছি, আগামী দিনে 500% হয়ে যাব। এভাবে স্থিতি দেখাগলা। কিন্তু নছড়বন্ধা নরেন্দ্র মোদী প্রশাসন আমেরিকা ধূলি চটেকি ছাড়বে এবং পূর্ব ভায়া রষিয়ারু তেল আনবে। তো প্রিয় দর্শক বন্ধু, আসন্তু দেখিবা ট্রেড টিটি এপর্যন্ত কଣ ହେଇଛି, কাহিঁকি ট্রেড টিটি আমেরিকা সহ ভারতর সফল হব নাই বলে আমি কହୁଛୁ। এই বিষয়ে সম্পূর্ণ সমীক্ষা করা আজ তেরছা বাণরে। মু বিপিন দাস, নমস্কার। আমেরিকার আগ্রহ রয়েছে ভারতকে ছাড়ি পারিব না। আমেরিকার স্বার্থ রয়েছে ভারতকে সাংরে নিয়ে চালিবা, অপরন্তু ভারত দূরରୁ ভাল বন্ধু বলে আমেরিকা কହୁছে। আমেরিকা সহ ট্যারিফ বিষয়ে আলোচনা করু না। 25ରୁ 50, 50ରୁ 100 হয়ে গলানি, কিন্তু এটি পীয়ূষ গোয়েল যে অনেক ট্যারিফ বিষয়ে কিছু আলোচনা করুনা। কৌଛନ୍ତି ভারত সহ আমার ব্যবসায় হব এবং এ বিষয়ে আমি ট্রেড পাই বর্তমান বুঝামণা চালিছি। এ বুঝামণাটা কଣ চালিছি, সবু তো সেই রষিয়ারু তেল আনিবাকু নেইকি চালিছি না। কারণ আমেরিকা কହୁଛି ସବୁବେଳେ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି যে ଭାରତ ରଷିଆରୁ ତେଲ ଆଣୁଥିବା ଯୋଗୁଁ ରଷିଆର ଅର୍ଥ ହେଉଛି ଏବଂ ୟୁକ୍ରେନ୍ ରଷିଆ ଯୁଦ୍ଧର ମୂଳ ସ୍ରୋତ ହେଉଛି ଭାରତ। ଭାରତ ଅର୍ଥରେ ରଷିଆ ଯୁଦ୍ଧାସ୍ତ୍ର କିଣୁଛି, ଯୁଦ୍ଧାସ୍ତ୍ର ତିଆରି କରୁଛି ଏବଂ ୟୁକ୍ରେନ୍କୁ ଧ୍ୱଂସ କରୁଛି। ତେଣୁ ତା ବିରୁଦ୍ଧରେ ଟ୍ରିଟି ସାଂସନ୍ ସବୁ ଲଗା। କିନ୍ତୁ ଏଠି ଆମେରିକା ଭୁଲି ଯାଉଛି ସର୍ବପ୍ରଥମ ବେଶୀ ଆଣୁଛି ଚାଇନା ତେଲ, ତାପରେ ଭାରତ ରଷିଆରୁ ଆଣୁଛି ଏବଂ ତୃତୀୟ ସ୍ଥାନରେ ତୁର୍କୀ ଅଛି ଯିଏକି ନାଟୋର ସଦସ୍ୟ। ଚତୁର୍ଥ ସ୍ଥାନରେ ୟୁରୋପୀୟ ସଂଘ ଅଛି ଯେଉଁମାନେ କି ନାଟୋର ସଦସ୍ୟ। ତାଙ୍କ ପାଇଁ ଆମେରିକାର ମୁଣ୍ଡ ବିଧା ନାହିଁ। ଭାରତ ପାଇଁ ଏଥିପାଇଁ ଅଛି, ଭାରତ ଡୋନାଲ୍ଡ ଟ୍ରମ୍ପକୁ ତାଙ୍କର ସ୍ୱାର୍ଥ ସହ ମିଳେଇ ପାରୁନାହିଁ ଏବଂ ନରେନ୍ଦ୍ର ମୋଦୀ ନିଜର ସ୍ୱାଭିମାନକୁ ଏପର୍ଯ୍ୟନ୍ତ ବଜେଇକି ରଖିଛନ୍ତି। ସେ ଯାଉ ସବୁ ମୂଳର କାରଣ ହେଉଛି ରଷିଆରୁ ତେଲ ଆଣିବା। ଏ ତେଲ ଆଣିବାକୁ ଡୋନାଲ୍ଡ ଟ୍ରମ୍ପ ମନା କରୁଛନ୍ତି। ତ ବର୍ତ୍ତମାନ ସର୍ବଶେଷରେ ନରେନ୍ଦ୍ର ମୋଦୀ ମାନି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ, ସର୍ତ୍ତକୁ ମାନିଛନ୍ତି। କିନ୍ତୁ ନିଜ ଗୋଟେ ସର୍ତ୍ତ ରଖିଛନ୍ତି ଯେ ଆମେ ରଷିଆରୁ ତେଲ ଆଣିବୁ ନାହିଁ ସତ, କିନ୍ତୁ ଆମେ ଇରାନ ଭେନେଜୁଏଲାରୁ ତେଲ ଆଣିବୁ। ଆମେ ଆପଣଙ୍କୁ ଦେଖୁଛୁ ତାର ଦୃଶ୍ୟ। ଏଥିରେ ଯଦି ଆମେରିକା ରାଜି ହେବ ତାହେଲେ ଆମେ ରଷିଆରୁ ତେଲ ଆଣିବା କମେଇ ଦେବୁ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦେବୁ। ଆମର ଆବଶ୍ୟକ ପରିମାଣ ଯଦି ଆମକୁ ଇରାନ ଏବଂ ଭେନେଜୁଏଲା ତେଲ ଯୋଗାଇ ପାରିଲେ ତାହେଲେ ଆମେ ଆମର ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ, ରାଷ୍ଟ୍ରର ସ୍ୱାର୍ଥ ଦୃଷ୍ଟିରୁ ଆମେ ତେଲ ଆଣିବୁ ଇରାନରୁ, ତେଲ ଆଣିବୁ ଭେନେଜୁଏଲାରୁ ଏବଂ ରଷିଆରୁ ଆମେ ବନ୍ଦ କରିଦେବୁ। କିନ୍ତୁ ଆମେରିକା କ'ଣ ଚାହୁଁଛି ଯେ ଆମଠୁ ତେଲ ନିଅ। ତ ଭାରତ କାହିଁକି ଚାହୁଁନି ଆମେରିକାରୁ ତେଲ ଆଣିବା ପାଇଁ? ତାର ଦୁଇଟି କାରଣ ଅଛି। ଆମେରିକା ଦୂରତ୍ୱ ବହୁତ, ଯେମିତି ରଷିଆରୁ ଅଳ୍ପ ପଇସା ଟ୍ରାନ୍ସପୋର୍ଟେସନ୍ ପଡ଼ୁଛି, ଇରାନ ଭେନେଜୁଏଲା ଆହୁରି ଅଳ୍ପ ଟ୍ରାନ୍ସପୋର୍ଟେସନ୍ ପଡ଼ିବ ଏବଂ ଏଠି ବ୍ୟାରେଲ୍ ପିଛା ଶସ୍ତା ଅଛି ଏ ତିନିଟି ଦେଶରେ। କିନ୍ତୁ ରଷିଆରେ ହାଇ ଫାଇ ଡିମାଣ୍ଡ ଅଛି ଏବଂ ଏଠି ଟ୍ରାନ୍ସପୋର୍ଟେସନ୍ ମଧ୍ୟ ଅଧିକା ପଡ଼ିଯିବ, ଯାହାପାଇଁ ଭାରତ ତାର ରାଷ୍ଟ୍ରହିତ ଦୃଷ୍ଟିରୁ ନରେନ୍ଦ୍ର ମୋଦୀ ଆମେରିକା ସହ ତେଲ ଡିଡ୍ କରି ବ୍ୟବସାୟିକ ଡିଡ୍ କରିବା ପାଇଁ ଆଦୌ ଆଲୋଚନାକୁ ଆସୁନାହାନ୍ତି। ତାଙ୍କର ବାଣିଜ୍ୟ ମନ୍ତ୍ରୀ ମଧ୍ୟ ଏପର୍ଯ୍ୟନ୍ତ କହିନାହାନ୍ତି ଯେ ଆମେ ଆମେରିକାରୁ ତେଲ ନେବା। କହୁଛନ୍ତି ଭାରତର ଶକ୍ତି ଉର୍ଜାର ବ୍ୟାପକ କରିବା ପାଇଁ ଆମେରିକାର ସହାୟତା ଆବଶ୍ୟକ ଅଛି। କେଉଁ ପ୍ରକାର ସହାୟତା ନା ସେ ଆମକୁ ଏଲାଉ କରୁ ଇରାନ ଏବଂ ଭେନେଜୁଏଲାରୁ ଆମେ ତେଲ ନେବା। ଆପଣ କ'ଣ ଭାବୁଛନ୍ତି ପ୍ରିୟ ଦର୍ଶକ ବନ୍ଧୁ? ଆମେରିକା ନରେନ୍ଦ୍ର ମୋଦୀଙ୍କର ଏହି ସର୍ତ୍ତରେ ରାଜି ହେବ? ଯଦି ହେବ ମରିବ, ଯଦି ନହେଲା ଭାରତ ଆରାମରେ ଖସିଯିବ ଯେ ଆମ କଥାରେ ଆମେରିକା ରାଜି ହେଲାନି। ଏବଂ ଆମେ ଏଇଠି ଆପଣଙ୍କୁ କହୁଛୁ ଇରାନ ସହ କାହିଁକି ରାଜି ହେବ ନାହିଁ। ଆମେ ଆପଣଙ୍କୁ ଦେଖାଉଛୁ ଇଣ୍ଡିଆ ଆସ୍କ US to allow Iran oil to help curb Russia trade
ସତରେ ଏଇଟା ହେଉଛି କଣ୍ଡିସନ୍ ଭାରତର। ଏବଂ ଏଠି ଯେଉଁ ଇରାନ ସହ ଯେଉଁ ଚାଲିଛି ଘମାଘୋଟ ଲଢ଼େଇ ଆମେରିକାର, ଏବଂ 2 ମାସ ତଳେ ବ୍ୟବସାୟିକ ବମ୍ ପକାଇଥିଲା ଇରାନରେ USA, ଆପଣ କ'ଣ ଭାବୁଛନ୍ତି ଯେ ଇରାନରୁ ତେଲ ଆଣିବା ପାଇଁ ଏଲାଉ କରିବ? ଏ ତ ପରମିଶନ୍ ମାଗୁଛନ୍ତି ଆମକୁ, କୁହନ୍ତୁ ଆମେ ଭେନେଜୁଏଲା ଏବଂ ଇରାନରୁ ତେଲ ଆଣିବୁ, ଆମକୁ ଆପଣ ପରମିଶନ୍ ଦିଅନ୍ତୁ, ଯୋଡ଼ ହସ୍ତରେ କହୁଛନ୍ତି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ କ'ଣ କରିବେ? ଇରାନ, ଭେନେଜୁଏଲା ଏବଂ ଆମେରିକା ଯେଉଁ ସମ୍ପର୍କ, ଅହିନକୂଳ ସମ୍ପର୍କ ଅଛି, ଆପଣ କ'ଣ ଭାବୁଛନ୍ତି ଟ୍ରମ୍ପ ରାଜି ହେଇଯିବେ, ଭାରତକୁ ଅନୁମତି ଦେଇଦେବେ? ଆମକୁ ତ କାହିଁକି ଲାଗୁନି। ପୂର୍ବରୁ ଇରାନରୁ ତେଲ ଆଣୁଥିଲା ଭାରତ, କାରଣ ଏ ତେଲର ଗୁଣବତ୍ତା ଅଧିକା ଅଛି ଇରାନର, ଏବଂ ଶସ୍ତାରେ ମଧ୍ୟ ଆସେ। ଆମେ ଆପଣଙ୍କୁ କହିଲୁ ଅଳ୍ପ ବାଟ ଦୂରତ୍ୱ ଏବଂ ଶସ୍ତାରେ ସେଠୁ ମିଳେ। ଏବଂ 2019 ଏପ୍ରିଲ ମାସରେ ଆମେରିକା କଥା ଅନୁସାରେ ଭାରତ ଇରାନରୁ ତୈଳ ଆମଦାନୀ ବନ୍ଦ କରିଦେଇଥିଲା, ଏବଂ ସେଠି ନିଜର ବ୍ୟବସାୟିକ ପାଇଁ ମଧ୍ୟପ୍ରାଚ୍ୟର ସହିତ ଇରାନର ଜାବାହାର ପୋର୍ଟ ତାକୁ 10 ବର୍ଷ ପାଇଁ ଲିଜ୍ରେ ଆଣିଥିଲା ଭାରତ, ଏବଂ ସେଠି ଆରବ ଟଙ୍କା ଖର୍ଚ୍ଚ କରିଥିଲା ସେ ପୋର୍ଟକୁ ବିକଶିତ କରାଉଥିଲା। ତାପରେ ଆକସ୍ମିକ ଭାବରେ ଆମେରିକା ବ୍ୟାନ୍ ଲଗାଇଦେଲା। ବର୍ତ୍ତମାନ କାମ ବନ୍ଦ ହୋଇକି ରହିଛି, ଏବଂ ଭାରତର ଆରବ ଡଲାର ସେଠି ନଷ୍ଟ ହୋଇଯାଉଛି, ଯାହା ପାଇଁ ସେଠୁ ସେ ଇରାନ ଉପରୁ ଇରାନ ପାଖରୁ ତେଲ ଆଣିବା ପାଇଁ ଚାହୁଁଛି। ଇରାନ ପାଖରୁ ତେଲ ଆଣିଲେ ଭାରତର ଯେଉଁ ଖର୍ଚ୍ଚ କରୁଛି ସେ ଯେଉଁ ଜାବାହାର ପୋର୍ଟରେ, ତାର ମୂଲ୍ୟ ହିଁ ରହିବ, ନହେଲେ ବରବାଦ ହୋଇଯିବ ସେ ସବୁ ଟଙ୍କା। ଏବଂ ଆମେରିକା କ'ଣ ତେଲ କିଣିବାକୁ ଏଲାଉ କରିବ ବୋଲି ଭାବୁଛନ୍ତି? କିନ୍ତୁ ଆମେରିକାର କିଛି ଅର୍ଥଶାସ୍ତ୍ରୀ କହୁଛନ୍ତି ଯେ ଆମେରିକା ଭେନେଜୁଏଲା ଏବଂ ଇରାନକୁ ଭାରତକୁ ତେଲ ଦେବା ପାଇଁ ଏଲାଉ କରୁ, କିନ୍ତୁ ଟ୍ରମ୍ପଙ୍କର ଅହଙ୍କାର ୟାକୁ ଏଲାଉ କରିବ, ଏ କଥା ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ। ଆଉ ଯେତେବେଳେ ଭେନେଜୁଏଲା କଥା ଆସୁଛି, ସେ ରାଷ୍ଟ୍ର ଉପରେ ଆପଣମାନେ ଜାଣିଛନ୍ତି ନିର୍ବାଚନ ସମୟରେ ୟାଙ୍କର ନିର୍ବାଚନୀ ଅଭିଭାଷଣ ଥିଲା ଡୋନାଲ୍ଡ ଟ୍ରମ୍ପଙ୍କର, ଏବଂ ପ୍ରତିଶ୍ରୁତି ଦେଇଥିଲେ ଆମେରିକାବାସୀଙ୍କୁ ଯେ ଭେନେଜୁଏଲା ଗୋଟିଏ ଛୋଟିଆ ଦେଶ, ଏବଂ ସେଠୁ ଆମେ ତେଲ କାହିଁକି ଆଣିବା, ଆମେ ସେ ଦେଶଟାକୁ ଅଧିକାର କରିନେବା। ସେ ଡୋନାଲ୍ଡ ଟ୍ରମ୍ପ 127 ଟଙ୍କା ଅହଙ୍କାରୀ ଟ୍ରମ୍ପ ଗୋଟେ ଦେଶକୁ ଅଧିକାର କରିନେ ବୋଲି କହିଥିଲେ। ସେଇଠି ତା ଚାରିପଟରେ ବର୍ତ୍ତମାନ ଆମେରିକାର ସୈନ୍ୟ ନେଭାଲ୍ସ ଯେତିକି ସୈନ୍ୟ ଅଛନ୍ତି ଘେରିକି ରହିଛନ୍ତି, ଯେକୌଣସି ମୁହୂର୍ତ୍ତରେ ଭେନେଜୁଏଲାକୁ ଆଟାକ୍ କରିବେ ଏବଂ ଆମେରିକା ସହ ମିଶାଇ ଦେବେ। ସେଠି ସର୍ବାଧିକ ପୃଥିବୀର ସବୁଠୁ ଅଧିକା ତେଲ ଖଣି ଅଛି, ସବୁଗୁଡ଼ାକ ଦଖଲ କରିନେବେ। ତ ସେଠି ୟାକୁ ଯୁଦ୍ଧ କରିବା ପାଇଁ, ଏବଂ ଯେହେତୁ ସେ ଛୋଟ ଦେଶ, ସାଧାରଣ ଲୋକଙ୍କୁ ଏବେ ସୋଲଜର ଟ୍ରେନିଂ ଦେଉଛି ଭେନେଜୁଏଲା ସରକାର। ତ ସେଠି ଶତ୍ରୁତା କେତେ ଦୂର ଚାଲିଛି, ଏବଂ ତା ଉପରେ ମଧ୍ୟ ଆମେରିକା ଭେନେଜୁଏଲା ଉପରେ ଲଗେଇଛି ଟାରିଫ। ତ ଏଇ ଯେଉଁ ସ୍ଥିତି ସେଠି ଅଛି, ଭାରତ ଏମିତି ଗୋଟେ ସର୍ତ୍ତ ପକାଇଛି ସେଠି, ଡୋନାଲ୍ଡ ଟ୍ରମ୍ପକୁ ଭାବିବାକୁ ପଡ଼ୁଛି। ଡୋନାଲ୍ଡ ଟ୍ରମ୍ପ ନାଁ ଛଡ଼ା ହଁ କହିପାରିବେନି ଏଠି। ଆପଣମାନଙ୍କର ମନେ ଥିବ, ଆମେ ଆଗରୁ କହୁଥିଲୁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଥିଲା ଡୋନାଲ୍ଡ ଟ୍ରମ୍ପଙ୍କର ଯେ 24 ଘଣ୍ଟା ଭିତରେ ୟୁକ୍ରେନ୍ ଆଣ୍ଡ ରଷିଆର ଯୁଦ୍ଧ ବନ୍ଦ କରିଦେବି। ହେଇଗଲାଣି, ବର୍ଷେ ହେଇଗଲାଣି, ଯୁଦ୍ଧ ବନ୍ଦ ହେଉନାହିଁ, ଏବଂ ସେ ଆମେରିକାର ଏବଂ ବିଶ୍ୱବାସୀଙ୍କୁ ଆମେରିକମାନଙ୍କୁ ବୋକା ବନାଉଛନ୍ତି ଏହା କହିକି ଯେ ଭାରତ ଯୋଗୁଁ ଏ ଯୁଦ୍ଧଟା ହେଉଛି, ତେଣୁ ଭାରତ ଉପରେ ଆମେ ଟାରିଫ ବୃଦ୍ଧି କରୁଛୁ। ତାଙ୍କ ଲୋକଙ୍କୁ ସେ ବୁଝାଇବାର ସକ୍ଷମ ହେଉଛନ୍ତି। ତ ଏଠି ପ୍ରଶ୍ନ ଆସୁଛି ଯେ ତୁର୍କୀ ସେ କ'ଣ ପଇସା ଦେଉନି, ଚାଇନା କ'ଣ ପଇସା ଦେଉନି, ୟୁରୋପୀୟ ସଂଘ କ'ଣ ପଇସା ଦେଉନି, ତାଙ୍କ ଉପରେ କେହି ଆଟାକ୍ ହେଉନି। ୟାର ଉତ୍ତର କ'ଣ ହେଇପାରେ? ଏଇଟା କ'ଣ ଡୋନାଲ୍ଡ ଟ୍ରମ୍ପଙ୍କର ଭାରତକୁ ଗୋଟେ ଯେମିତି ପୋଷା କୁକୁର ଭଳିଆ ବ୍ୟବହାର କରୁନାହାନ୍ତି? ଏ କ'ଣ ନରେନ୍ଦ୍ର ମୋଦି ଭଳିଆ ସ୍ୱୟଂମାନି ପ୍ରଧାନମନ୍ତ୍ରୀଙ୍କ ପାଖରେ ଏଇଟା କ'ଣ ସମ୍ଭବ ହେବ କାହାଠି କୁକୁର ହୋଇକି ରହିବା ପାଇଁ? 25% ଯେଉଁ ଟାରିଫ ପ୍ରଥମେ ଥିଲା, ସେ ଟାରିଫଟା ରହିବ। ଆପଣମାନେ ମନେ ରଖନ୍ତୁ ପ୍ରିୟ ଦର୍ଶକ ବନ୍ଧୁ, ଯଦି ଋଷିଆକୁ ତେଲ ଆଣିବା ବନ୍ଦ କରିଦିଏ ରଷିଆରୁ, ତାହେଲେ 25% ତାରିଫ ରହିବ। ଏ 25%ରୁ କେତେ କମିବ? ଯେମିତି ଚାଇନା ଉପରୁ 50ରୁ 15 କଟେଇ ଦେଇକି ଆସିଲେ 35 ରଖିଲା ଡୋନାଲ୍ଡ ଟ୍ରମ୍ପ, ସେମିତି ହୁଏତ ଭାରତ ଉପରେ 35 ହେଇପାରେ, ସମୁଦାୟ 25 ଉଠି ପାରିବ ନାହିଁ। ଏହା ପାଇଁ କ'ଣ ରଷିଆର ତେଲ ଆଣିବନି? ରଷିଆର ତେଲ ନ ଆଣିଲେ ସାରା ସମଗ୍ର ବିଶ୍ୱରେ ତେଲ ରେଟ୍ ହୁ ହୁଡ଼ାକି ବଢ଼ିବ, ଏବଂ ଆମେରିକାର ଲାଭ ହେବ, ବ୍ୟବସାୟୀ ଆମେରିକା, କାରଣ ବେଶୀ ରେଟ୍ରେ ସେ ଦେବ। ତ ଆଉ ଗୋଟେ ଦୃଷ୍ଟିରୁ ଭାରତ କାହିଁକି ଚାହୁଁଛି ରଷିଆରୁ ଯଦି ନ ଆଣିବା, ଆମେ ଭେନେଜୁଏଲାରୁ ଆଣିବା, ନହେଲେ ଇରାନରୁ ଆଣିବା। ତା କାରଣ ସେଠି ମଧ୍ୟ ଭାରତର ରାଷ୍ଟ୍ରହିତ ଅଛି, ସାଧାରଣ ଲୋକଙ୍କର ମଙ୍ଗଳ କାମନା କରୁଛନ୍ତି ନରେନ୍ଦ୍ର ମୋଦି। ସେଇଟା କ'ଣ ନା, ପ୍ରଥମେ ଯେତେବେଳେ ତେଲ ଆଣିଲା ଭାରତ ରଷିଆରୁ, ସେତେବେଳେ $4 ପଡ଼ୁଥିଲା ବ୍ୟାରେଲ୍ ପ୍ରତି, ଏବଂ ପରବର୍ତ୍ତୀ ଅବସ୍ଥାରେ ଏଟାକୁ $5 କରିଛି ବ୍ୟାରେଲ୍ ପ୍ରତି।
ରଷିଆ। କିନ୍ତୁ ଯଦି ଇରାନରୁ ତେଲ ଆଣେ ତାର ରେଟ୍ କେତେ ପଡ଼ିବ ଆମେ ଏଠି ଆପଣଙ୍କୁ କହିଦେଉ। ଆମେ ଏଠି ଆପଣଙ୍କୁ କହି ରଖୁ 90% ତେଲ ଭାରତ ଆମଦାନୀ କରେ, କାରଣ ମାତ୍ର 10% ତେଲ ଭାରତରୁ ଉତ୍ପନ୍ନ ହୁଏ। ଏବଂ 2023-24ରେ 225.5 ବିଲିୟନ ମେଟ୍ରିକ୍ ଟନ୍ ତେଲ ଆମଦାନୀ କରିଥିଲା ଭାରତ, ଏବଂ ତା ଭିତରୁ 36% ରଷିଆରୁ ଆସିଥିଲା, ଅବଶିଷ୍ଟ ବିଶ୍ୱର ଅନ୍ୟ ତୈଳ ରାଷ୍ଟ୍ରମାନଙ୍କରୁ ଆସିଥିଲା। ଏବଂ ଜୁଲାଇ ମାସରେ ଏଇଟା କମିକିରି 68.90 ବିଲିୟନ ଡଲାରର ମୂଲ୍ୟର ତେଲ ରଷିଆରୁ କ୍ରୟ କରିଥିଲା। ତ ଏଠି ଆମେ ମୂଲ୍ୟାଙ୍କନ କରିବା ଭାରତ କାହିଁକି ଚାହୁଁଛି ଆମେରିକାରୁ ତେଲ ଆଣିବନି, ରଷିଆରୁ ଆଣିବ, ନହେଲେ ଭେନେଜୁଏଲାରୁ ଆଣିବ, ନହେଲେ ଇରାନରୁ ଆଣିବ। ତା କାରଣ ମଧ୍ୟ ଅଛି ପ୍ରିୟ ଦର୍ଶକ ବନ୍ଧୁ, ଯେ ବର୍ତ୍ତମାନ ସାଉଦିର ତୈଳ ରେଟ୍ ପାର ବ୍ୟାରେଲ ହେଉଛି ଭାରତକୁ ଆସିବାକୁ ହେଲେ $77.05 ଏବଂ ଆମେରିକାରୁ ଯଦି ଆସିବ ତାହେଲେ ତାର ରେଟ୍ ହେଉଛି $64.07 ଏବଂ ରଷିଆରୁ ଯଦି ଆସେ ତାର ଦାମ ହେଉଛି $68.9। ତା ଅର୍ଥ କେଉଁଠି କେତେ ଶସ୍ତା ହେଉଛି ଏବଂ ରଷିଆ ଅପେକ୍ଷା ଆମେରିକାର $11 ଅଧିକା ଦେବାକୁ ପଡ଼ୁଛି, ଯାହା ପାଇଁ ରାଷ୍ଟ୍ର ପ୍ରେମ ରଖିଥିବା ନରେନ୍ଦ୍ର ମୋଦି ସରକାର ଏବଂ ଭାରତ ମାତାକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପରମ ବୈଭବଶାଳୀ ରାଷ୍ଟ୍ର ତିଆରି କରିବା ପାଇଁ ଆମେରିକା ଚାପରେ ମଥାନତ କରୁନାହାନ୍ତି ନରେନ୍ଦ୍ର ମୋଦି। ଆଉ ଗୋଟେ କଥା ଜାଣିଛନ୍ତି, ଯଦି ଭାରତ ଆମେରିକାରୁ ତେଲ ଆଣିବ, ସବୁ ଦୃଷ୍ଟିରୁ ବିଶ୍ୱନାୟକ ନା, ବିଶ୍ୱର କଥା ଚିନ୍ତା କରୁଛନ୍ତି ନରେନ୍ଦ୍ର ମୋଦି, ଯଦି ରଷିଆରୁ ତେଲ ବନ୍ଦ କରିଦେଲେ ଏବଂ ଇରାନ ଏବଂ ଭେନେଜୁଏଲାରୁ ତେଲ ଆଣିଲାନି ଭାରତ, ଯଦି ଆମେରିକାରୁ ଆଣିଲା, ତାହେଲେ ସମଗ୍ର ବିଶ୍ୱରେ ତେଲର ମୂଲ୍ୟ ଏତେ ବୃଦ୍ଧି ହେବ ଏବଂ ଏତେ ମହଙ୍ଗା ହେବ ସବୁ ଜିନିଷ, ପୃଥିବୀବାସୀ ହାହାକାର ଡାକିବେ। ଏ କଥା ମଧ୍ୟ ନରେନ୍ଦ୍ର ମୋଦି ଚିନ୍ତା କରୁଛନ୍ତି। ଯଦି ଇରାନର ହଁ ମାରିଦେଲା, ଯଦି ଭେନେଜୁଏଲା ଏବଂ ଇରାନରୁ ତେଲ ଆଣିବା ପାଇଁ ଆମେରିକା ହଁ ମାରିଲା, ତାହେଲେ ଆଉ ଗୋଟେ ଅସୁବିଧା ହେବ। ସେ ଅସୁବିଧା ହେଉଛି ଯେଉଁ ଇରାନକୁ ଏକଘରିଆ କରିକି ରଖିଛି ଆମେରିକା, ଏଇଥିପାଇଁ ଅଭିଯୋଗ ଆଣୁଛି ଯେ ଇରାନ ଆଣବିକ ଅସ୍ତ୍ର ତିଆରି କରିବା ପାଇଁ ସବୁ ବ୍ୟବସ୍ଥା କରୁଛି, ଯାହା ପାଇଁ ତାକୁ ଆର୍ଥିକ ଆକଟ କରାଯାଇଛି। ଆମେରିକା ତାକୁ ଟ୍ୟାରିଫ୍ ବୃଦ୍ଧି କରିଛି ଏବଂ ତାର ମିତ୍ରରାଷ୍ଟ୍ରମାନଙ୍କୁ ସେ ତା ସାଙ୍ଗରେ ବ୍ୟବସାୟ କରୁନାହିଁ। ତ ଏଇ ସ୍ଥିତିରେ ଯଦି ଭାରତ ତା ପାଖରୁ ତେଲ ଆଣେ, ତାହେଲେ ଇରାନର ଇକୋନୋମି ବୃଦ୍ଧି ପାଇବ ଏବଂ ଆମେରିକା କେବେ ଚାହିଁବ ନାହିଁ ଯେ ଇରାନ ଆଣବିକ ରାଷ୍ଟ୍ର ହେଉ, ଯାହା ପାଇଁ କେବେ ବି ଡୋନାଲ୍ଡ ଟ୍ରମ୍ପ ରାଜି ହେବେ ନାହିଁ। କାରଣ ପ୍ରଥମେ ରାଜି ହେବେ ନାହିଁ ଭେନେଜୁଏଲା କଥା, ତାକୁ ସେ ଅଧିକାର ନ ବୋଲିବା କହୁଛନ୍ତି, ତାଙ୍କ ଚାରିପଟେ ସୈନ୍ୟ ଘେରିକି ରଖିଛନ୍ତି ଏବଂ ଆମେରିକାର ଯଦି ଅର୍ଥନୀତି, ଇରାନର ଯଦି ଅର୍ଥନୀତି ସ୍ୱାଭାବିକ ହୋଇଗଲା ଏବଂ ଆତ୍ମନିର୍ଭର ହୋଇଗଲା, ତେଲ ଭାରତ ଆଣିଲା ବ୍ୟାପକ ଅର୍ଥ ଯିବ ଏବଂ ସେଠି ଆଣବିକ ପରୀକ୍ଷଣ କରିବ, ଆଣବିକ ଅସ୍ତ୍ରାଗାର ଖୋଲିକରି ଆଣବିକ ରାଷ୍ଟ୍ର ହୋଇଯିବ। ଏଇଥିପାଇଁ ଡୋନାଲ୍ଡ ଟ୍ରମ୍ପ ରାଜି ହେବେ ନାହିଁ। ଏବଂ ଆଉ ଗୋଟେ କଥା ଆପଣମାନଙ୍କ ମନରେ ଥିବ, ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ପାକିସ୍ତାନରେ ବିରାଟ ବଡ଼ ତୈଳ ଭଣ୍ଡାର ମିଳିଛି, ଏତେ ବଡ଼ ଭଣ୍ଡାର ଯେ ସମଗ୍ର ପୃଥିବୀର ମଧ୍ୟ ଯଦି ମିଶାଇ ଦିଆଯାଏ ତୈଳ ଭଣ୍ଡାର ସର୍ବାଧିକ ତାଙ୍କଠି ହେବ। କିନ୍ତୁ ତା 30 ମିନିଟ୍ ପରେ ତାଙ୍କ ଅଧିକାରୀ ଆସିଲେ, କହିଲେ ନାଇଁ 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 ନାଇଁ, ଏମିତି କିଛି ପାକିସ୍ତାନରେ ତୈଳ ଭଣ୍ଡାର ଆସୁନାହିଁ। ମାନେ ଡୋନାଲ୍ଡ ଟ୍ରମ୍ପ କେମିତି ମିଛ କହୁଛନ୍ତି, ବିଶ୍ୱବାସୀଙ୍କୁ ଭ୍ରମିତ କରୁଛନ୍ତି। ଏଇଟା ଆମ ଓଡ଼ିଆ ଭାଷାରେ ଟାଉଟ୍ରି କରୁଛନ୍ତି ବୋଲି କୁହାଯାଏ। ଏବଂ ଆଉ ଗୋଟେ କଥା ପ୍ରିୟ ଦର୍ଶକ ବନ୍ଧୁ, ୟା ଭିତରେ ମୁନିର ଆଉ ସେହବାଗ ସରିଫ ଯାଇଥିଲେ, ସେଠି ତ ଅଛନ୍ତି ୟୁଏନ୍ଏ ମିଟିଂରେ, ସେ ଯାଇଥିଲେ ତାଙ୍କୁ ଭେଟିବା ପାଇଁ ଡୋନାଲ୍ଡ ଟ୍ରମ୍ପକୁ। ସେ ଆପଣମାନେ ଶୁଣିଥିବେ ଏ କଥା ଯେ 30 ମିନିଟ୍ ତାଙ୍କୁ ବାହାରେ ଅପେକ୍ଷା କରିଦେଲେ। ଯେଉଁ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଉଥିଲେ, କହିଲେ ମୋ ପାଖକୁ ବିରାଟ ବ୍ୟକ୍ତି 2 ଜଣ ଆସିଛନ୍ତି, 30 ମିନିଟ୍ ଅପେକ୍ଷା କରିଦେଲେ ଏବଂ ସେମାନେ ସାଙ୍ଗରେ କିଛି କଥା ହେଲେ ନାହିଁ ଏବଂ ସେମାନେ ଅପମାନିତ ହୋଇଥିଲା ବୋଲି ଯେଉଁଟାକ ଇଣ୍ଟରନ୍ୟାସନାଲ ଖବରକାଗଜରୁ ଆମେ ପଢ଼ି ଜାଣିବାକୁ ଚାହୁଁଛୁ। କିନ୍ତୁ ସର୍ବୋପରି ପ୍ରିୟ ଦର୍ଶକ ବନ୍ଧୁ, ଯଦି ଇରାନ ପାଖରୁ ତେଲ ଆଣିବା ପାଇଁ ପରମିଶନ୍ ଦେଲା, ଭେନେଜୁଏଲା ପାଖରୁ ପରମିଶନ୍ ଦେଲା ଆମେରିକା, ତାହେଲେ ଆମେରିକା ଫସିଯିବ। କାରଣ ତାଙ୍କର ଶତ୍ରୁ ରାଷ୍ଟ୍ର ଦୁଇଟାକୁ ସେ ମାନ୍ୟତା ଦେଇଦେବ। ଆପଣ ଯଦି ସେ ପରମିଶନ୍ ନ ଦେଲା, ପୂର୍ବବତ୍ ରଷିଆରୁ ତେଲ ଆସିବ ଏବଂ ଆମେରିକା ଆଉ ଦୋଷ ଦେଇପାରିବ ନାହିଁ ବିଶ୍ୱ ଆଗରେ। କାରଣ ଭାରତ ସବୁବେଳେ କହିବ ଯେ ଆମେ ଆମେରିକାକୁ ଆମର ସର୍ତ୍ତ ରଖିଥିଲୁ, ସେ ସର୍ତ୍ତ ଆମେରିକା ମାନିଲା ନାହିଁ। ତ ଏଇ ଯେଉଁ ମଝି ଜାଗାରେ ଫସିଛି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ, ଏଥିରୁ ସେ କେମିତି ଉଦ୍ଧାର ହେବ ଏବଂ ନରେନ୍ଦ୍ର ମୋଦି ଅତି ଚାଲାକର ସହିତ ଜଣେ ଅହଙ୍କାରୀ ଲୋକକୁ ଏବଂ ନିଜକୁ ଅତି ବୁଦ୍ଧିମାନ ଭାବୁଥିବା ଲୋକଟିକୁ କେମିତି ଫସାଇ ଦେଇଛନ୍ତି,
ए कथा मध्य समग्र विश्ववासी जानुछंती। तो प्रिय दर्शक बंधु आजिर भिडियोटा केमिति हला एवं डोनाल्ड ट्रम्प उपरे आपनकर टिप्पणी कौन रहिबो एवं आम देशर प्रिय प्रधानमंत्री कूटनीति क्षेत्र में आपनकर कौन निजस्व मत रहिबो कमेंट जरिया निश्चय जणे प्रिय दर्शक बंधु नमस्कार।